ତାର ସଦ୍ଗତି ହଉ ଏହା କାମନା। ସେ ରହ ରହ ଚେଷ୍ଟା କରୁଥିଲେ କଂଗ୍ରେସକୁ ଏକାଠି କରିବା ପାଇଁ। ମୁଁ ସବୁ କଂଗ୍ରେସ ଭାଇମାନଙ୍କୁ ଡାକିଛି, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆଦିବାସୀ ସେଲ୍, ସେବା ଦଳ, ମାଇନର କମ୍ୟୁନିଟି ସବୁ ଆମେ ଏକ ହେଇକି ଆସନ୍ତା ପଞ୍ଚାୟତ ଭୋଟରେ କଂଗ୍ରେସ ଜିତେଇବୁ, ଚେୟାରମ୍ୟାନ୍ ବୋର୍ଡ ଜିତେଇବୁ, ମ୍ୟୁନିସିପାଲିଟି ଜିତେଇବୁ, ଏମଏଲଏ ଏମପିରେ ଜିତେଇବୁ। ଭକ୍ତ ଦାସଙ୍କ ନେତୃତ୍ୱରେ ମୁଁ କଂଗ୍ରେସ ଭାଇମାନଙ୍କୁ ଆଜି ଆହ୍ୱାନ ଦଉଛି, ଆସନ୍ତୁ ହେମା ଭାଇକି ମନେ ରଖିବା, କଂଗ୍ରେସକୁ ଏକାଠି କରିବା। ଆଜ୍ଞା, ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଲା, ବିଜ୍ଞପ୍ତି ପ୍ରକାଶ ପାଇଲା, କଂଗ୍ରେସ ଦବ? ମୁଁ କହିପାରିବି, ଭକ୍ତ ଦାସ କହିବେ। ମୁଁ ଛୋଟିଆ ଜୀବଟିଏ, ଛୋଟିଆ ୱାର୍କରଟିଏ। ଭକ୍ତ ଦାସ କହିବେ, ରାହୁଲ ଗାନ୍ଧୀ କହିବେ, ଅଜୟ କହିବେ, ମୁଁ କହିପାରିବି। ଧନ୍ୟବାଦ। ପ୍ରଦେଶ କଂଗ୍ରେସ କମିଟି ତରଫରୁ ସ୍ୱାଗତ କରୁଛୁ। ଆଜି ସଭାପତି ଭକ୍ତଚରଣ ଦାସ ମହୋଦୟ, 85 କଂଗ୍ରେସ ଦୁଇ ଥର ରାଜ୍ୟ ନେତୃତ୍ୱ ନେଇଥିବା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। এই অবসরে প্রদেশ কংগ্রেস স্মৃতি প্রতি আমি ভক্তিপূত শ্রদ্ধাঞ্জলি জ্ঞাপন করছু। স্বর্গত হেমানন্দ বিশ্বাল স্মৃতি কংগ্রেস